ସାଙ୍ଗମାନେ ଜୀବନରେ ପ୍ରତ୍ୟେକ ସମ୍ପର୍କ ଆମ ପାଇଁ ସର୍ବଦା ଭଲ ହିଁ ନଥାଏ। ବେଳେବେଳେ କିଛି ସମ୍ପର୍କ ଆମ ଭାବନାକୁ ଆଘାତ ଦେଇଥାଏ ଆଉ ଆମକୁ ଭିତରୁ ବହୁତ ଦୁର୍ବଳ କରିଦିଏ। ତ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା କି ଆପଣ ଖରାପ ରିଲେସନସିପ୍ ଭିତରୁ କିପରି ନିଜକୁ ବାହାର କରିପାରିବେ। ତ ଚାଲନ୍ତୁ ଆରମ୍ଭ କରିବା। ନମ୍ବର 1, ନିଜର ଭ୍ୟାଲୁ ବୁଝିବା ଆରମ୍ଭ କରନ୍ତୁ। ସବୁଠୁ ପ୍ରଥମ କଥା ଯାହା ଆପଣଙ୍କୁ ବୁଝିବା ପାଇଁ ପଡ଼ିବ ତାହା ହେଉଛି କି ଆପଣଙ୍କ ନିଜର ଗୋଟିଏ ଭ୍ୟାଲୁ ଅଛି। ଯଦି କୌଣସି ସମ୍ପର୍କ ଆପଣଙ୍କୁ ସମ୍ମାନ ଦେଉନାହିଁ, ଆପଣଙ୍କ ଭାବନାକୁ ପରିହାସ କରୁଛି, ତେବେ ଆପଣଙ୍କୁ ନିଜକୁ ଭଲ ପାଇବା ଆରମ୍ଭ କରିବା ଆବଶ୍ୟକ। ମନେ ରଖନ୍ତୁ, ଯେଉଁ ମଣିଷ ତା ନିଜଠାରୁ ଆପଣଙ୍କୁ ଦୂରେଇ ଦିଏ ସେ ଆପଣଙ୍କ ଜୀବନରେ ରହିବାର ଯୋଗ୍ୟ ନୁହେଁ। ନମ୍ବର 2, ଟକ୍ସିକ୍ ସମ୍ପର୍କକୁ ଚିହ୍ନନ୍ତୁ। ଟକ୍ସିକ୍ ମାନେ ବିଷାକ୍ତ। ତ ସେହି ସବୁ ସମ୍ପର୍କକୁ ଚିହ୍ନିବା ଜରୁରୀ ହୋଇଥାଏ। କ'ଣ ଆପଣ ସର୍ବଦା ନିଜ ସାଙ୍ଗସାଥି ବା ପାର୍ଟନରଙ୍କ ସାମ୍ନାରେ ଗିଲ୍ଟି ଫିଲ୍ କରୁଛନ୍ତି କି? କ'ଣ ସେମାନେ ଆପଣଙ୍କ ସ୍ୱପ୍ନ ଆଉ ଲକ୍ଷ୍ୟକୁ ନେଇ ପରିହାସ କରୁଛନ୍ତି କି? କ'ଣ ଆପଣ ତାଙ୍କ ସହିତ ନିଜକୁ ଅନକମ୍ଫର୍ଟେବୁଲ୍ ଫିଲ୍ କରୁଛନ୍ତି କି? ଯଦି ଏହାର ଉତ୍ତର ହଁ ହେଇଥାଏ ତ ଏହା ଗୋଟିଏ ବିଷାକ୍ତ ସମ୍ପର୍କ ହେଇଥାଏ, ଯେଉଁଥିରେ ରହିବା ଦ୍ୱାରା ଆପଣଙ୍କ ମେଣ୍ଟାଲ ହେଲ୍ଥ ଖରାପ ହେଇଯିବ। ନମ୍ବର 3, ଖରାପ ସମ୍ପର୍କ ଠାରୁ ଦୂରେଇ ଯିବା ୱିକନେସ୍ ନୁହେଁ, ବରଂ ଷ୍ଟ୍ରେଂଥ ହେଇଥାଏ। କିଛି ଲୋକ ଭାବନ୍ତି କି ସମ୍ପର୍କ ଭାଙ୍ଗିବା ଖରାପ ହେଇଥାଏ, କିନ୍ତୁ ଯଦି ସେହି ସମ୍ପର୍କ ଆପଣଙ୍କ ଖୁସି ଆଉ ଗ୍ରୋଥକୁ ରୋକୁଥାଏ ତ ତାଠାରୁ ଦୂରେଇ ଯିବା ଜରୁରୀ ହେଇଥାଏ। ସମ୍ପର୍କ ଭାଙ୍ଗିବା ଦୁର୍ବଳତା ନୁହେଁ, ବରଂ ସାହସର କାମ ହେଇଥାଏ। ଫର୍ ଏକ୍ଜାମ୍ପଲ୍, ଗୋଟିଏ ଚଢ଼େଇ ସେତେବେଳେ ଉଚ୍ଚକୁ ଉଡ଼ିଥାଏ ଯେତେବେଳେ ସିଏ ନିଜ ପିଞ୍ଜରା ଭିତରୁ ବାହାରକୁ ବାହାରେ। ନମ୍ବର 4, ନିଜ କଥା ରଖିବା ଶିଖନ୍ତୁ। ବେଳେବେଳେ ଆମେ ନିଜ ମନର କଥା କହିବା ପାଇଁ ଡରିଥାଉ, କିନ୍ତୁ ମନେ ରଖନ୍ତୁ, ଗୋଟିଏ ଭଲ ରିଲେସନସିପ୍ ତାକୁ କୁହାଯାଏ ଯେଉଁଥିରେ ଭଲ କମ୍ୟୁନିକେସନ୍ ହେଇଥାଏ। ନିଜ ଭାବନା ଆଉ ଚିନ୍ତାଧାରାକୁ ସ୍ପଷ୍ଟ କରନ୍ତୁ। ଯଦି ସାମ୍ନାବାଲା ବୁଝିବା ପାଇଁ ଚେଷ୍ଟା କରନ୍ତି ତ ସମ୍ପର୍କ ସୁଧୁରି ଯାଇପାରିବ, ଆଉ ଯଦି ଚେଷ୍ଟା ନ କରନ୍ତି ତ ବୁଝିଯାଆନ୍ତୁ କି ଏବେ ଆପଣଙ୍କର ସମୟ ହେଉଛି ଆଗକୁ ବଢ଼ିବାର। ନମ୍ବର 5, ସେଲ୍ଫ ଲଭ୍କୁ ନିଜର ପ୍ରାୟୋରିଟି ବନାନ୍ତୁ। ଯେବେ ଆପଣ ଖରାପ ସମ୍ପର୍କ ଠାରୁ ବାହାରନ୍ତି ତ ସେବେ ଆପଣ ନିଜ ଉପରେ ଫୋକସ୍ କରନ୍ତୁ। ନିଜ ଇଣ୍ଟରେଷ୍ଟ, ହବିଜ୍ ଆଉ ଗୋଲ୍ସ ଉପରେ ଧ୍ୟାନ ଦିଅନ୍ତୁ। ସେଲ୍ଫ ଲଭ୍ର ମାନେ ହେଉଛି ନିଜକୁ ପ୍ରାୟୋରିଟି ଦେବା ଆଉ ନିଜ ସହିତ ଟାଇମ୍ ସ୍ପେଣ୍ଡ କରିବା। ଆପଣ ଏଥିପାଇଁ ମେଡ଼ିଟେସନ୍ ଆଉ ଗ୍ରାଟିଟ୍ୟୁଡ଼ର ପ୍ରାକ୍ଟିସ୍ କରିକି ନିଜର ଇମୋସନକୁ ବାଲାନ୍ସ କରନ୍ତୁ। ନମ୍ବର 6, ଗୋଟିଏ ସପୋର୍ଟ ସିଷ୍ଟମ୍ ବନାନ୍ତୁ। ଆପଣଙ୍କ ଲାଇଫ୍ରେ କିଛି ଲୋକ ଏମିତି ନିଶ୍ଚୟ ଥିବେ ଯେଉଁମାନେ କି ଆପଣଙ୍କ କେୟାର କରନ୍ତି, ଯେମିତିକି ଆପଣଙ୍କ ଫ୍ୟାମିଲି, ଭଲ ଭଲ ସାଙ୍ଗସାଥି ଅବା କୌଣସି ପରାମର୍ଶଦାତା। ଆପଣ ସେମାନଙ୍କ ସହିତ ନିଜ ଭାବନାକୁ ସେୟାର କରନ୍ତୁ ଆଉ ସେମାନଙ୍କ ଠାରୁ ସାହାଯ୍ୟ ନେବା ପାଇଁ କେବେ ବି କୁଣ୍ଠାବୋଧ କରନ୍ତୁନି। ଭଲ ଲୋକମାନେ ସର୍ବଦା ଆପଣଙ୍କ ଷ୍ଟ୍ରେଂଥ ବଢ଼େଇଥାନ୍ତି। ନମ୍ବର 7, ଗୋଟିଏ ନୂତନ ଆରମ୍ଭ କରିବାର ସାହସ ରଖନ୍ତୁ। ଖରାପ ରିଲେସନସିପ୍ ଠାରୁ ବାହାରିବା ଗୋଟିଏ ନୂଆ ଆରମ୍ଭ ହୋଇଥାଏ। ଆପଣ ଗୋଟିଏ ନୂଆ ଯାତ୍ରା ଆରମ୍ଭ କରୁଛନ୍ତି, ଯେଉଁଥିରେ କେବଳ ସେହି ଲୋକମାନେ ଥିବେ ଯେଉଁମାନେ ଆପଣଙ୍କ ଭ୍ୟାଲୁ କରୁଥିବେ। ମନେ ରଖନ୍ତୁ, ଯେଉଁଠାରେ ଭଲ ପାଇବା ଆଉ ସମ୍ମାନ ନାହିଁ ସେଇଠାରୁ ବାହାରି ଯିବା ଜୀବନ ପାଇଁ ଗୋଟିଏ ଗିଫ୍ଟ ହେଇଥାଏ। ସାଙ୍ଗମାନେ, ଜୀବନରେ ପ୍ରତ୍ୟେକଟି ଜିନିଷ ଆମକୁ ଗୋଟିଏ ଶିକ୍ଷା ଦେଇକି ଯାଇଥାଏ। ଖରାପ ରିଲେସନସିପ୍ ଆମକୁ ଶିକ୍ଷା ଦିଏ କି ନିଜକୁ ସମ୍ମାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଇଥାଏ। ଯଦି ଆପଣ ଲାଇଫ୍ରେ ଖୁସିରେ ରହିବାକୁ ଚାହୁଁଛନ୍ତି ତ ଖରାପ ରିଲେସନସିପ୍ ଠାରୁ ବାହାରି ଯିବାର ଡିସିସନ୍ ନେବା ସବୁଠୁ ପ୍ରଥମ ପଦକ୍ଷେପ ହେଇଥାଏ। ତ ସାଙ୍ଗମାନେ, ଯଦି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।